ନିଓଲିଥିକ୍ ଏରା ହେଉଛି 700ରୁ 2500 BCକୁ ନିଓଲିଥିକ୍ ଏରା କୁହାଯାଏ। ଏହା ଆନଦର ନେମ୍, ଏହାକୁ ଆଉ କ'ଣ କୁହାଯାଏ? ଫୁଡ୍ ପ୍ରଡ୍ୟୁସିଂ ଷ୍ଟେଜ୍। ଏହାକୁ ଆଉ ମଧ୍ୟ କୁହାଯାଏ ଫୁଡ୍ ପ୍ରଡ୍ୟୁସିଂ ଷ୍ଟେଜ୍। ତେଣୁ ନିଓଲିଥିକ୍ ଦୁଇଟା ଗ୍ରୀକ୍ ୱାର୍ଡକୁ ନେଇକି ସଂଗଠିତ। କ'ଣ? ନିଓ ଆଉ ଲିଥିକ୍। ନିଓ ମିନ୍ସ ନ୍ୟୁ, ନୂଆ। ଲିଥିକ୍ ମିନ୍ସ ଷ୍ଟୋନ୍ ବା ପଥର। ତେଣୁ ନିଓଲିଥିକ୍ ହେଉଛି ନିଓ ଆଉ ଷ୍ଟୋନ୍କୁ ନେଇକି ଗଠିତ। ତେଣୁ ଦି ନିଓଲିଥିକ୍ ଏଜ୍ ରିଫର୍ସ ଟୁ ଦି ନ୍ୟୁ ଷ୍ଟୋନ୍ ଏଜ୍। ଏହାକୁ ନ୍ୟୁ ଷ୍ଟୋନ୍ ଏଜ୍ ମଧ୍ୟ କୁହାଯାଏ। ତେଣୁ ଦିସ୍ ମେନ୍, ଏହି ମଣିଷ କ'ଣ କଲ୍ଟିଭେଟେଡ୍ ଲ୍ୟାଣ୍ଡ, ଏମାନେ କ'ଣ ଚାଷ କରୁଥିଲେ। ତେଣୁ ଡୋମେଷ୍ଟିକେଟେଡ୍ କ୍ୟାଟେଲ୍, କ'ଣ ସେମାନେ ଘରେ ପଶୁପାଳନ କରୁଥିଲେ ନା ସିଫ୍ଟ, ଗୋଟ୍ ଏସବୁମାନଙ୍କୁ ଘରେ ସେମାନେ ପାଳନ କରୁଥିଲେ। ପଟେରୀ କ'ଣ ମାଟିରେ କ'ଣ କରୁଥିଲେ ନା ପେଣ୍ଟେଡ୍, ଡେକୋରେଟେଡ୍ ୱେଲ୍, ବିଭିନ୍ନ ପ୍ରକାର ଚିତ୍ର ବନାଉଥିଲେ। ଆଉ କାନ୍ଥକୁ ସେମାନେ ମାଟି ଦ୍ୱାରା ସେମାନେ ଏଇ ଗୁମ୍ଫାର କାନ୍ଥକୁ ମାଟି ଦ୍ୱାରା ସେମାନେ ଲିପୁଥିଲେ। ତେଣୁ ଲାଇଭ୍ ଇନ୍ କେଭ୍ସ, ସେମାନେ ଯେଉଁ ଗୁମ୍ଫାରେ ରହୁଥିଲେ। ତେଣୁ ଡେକୋରେଟେଡ୍ ଦି ୱାଲ୍ ୱିଥ୍ ହଣ୍ଟିଂ ଡ୍ୟାନ୍ସିଂ ସ୍କିନ୍, ସେମାନେ କ'ଣ ଡେକୋରେଟ୍ କରୁଥିଲେ, କ'ଣ ଚିତ୍ର କରୁଥିଲେ ନା ପଶୁମାନଙ୍କୁ ଶିକାର କରିବା ଆଉ ତାପରେ ଡ୍ୟାନ୍ସିଂ କରିବା, ସେସବୁ ଚିତ୍ର ସବୁ କାନ୍ଥରେ ଆଙ୍କୁଥିଲେ ତାଙ୍କ ସେ ଗୁମ୍ଫା କାନ୍ଥରେ ମାଟି ଦ୍ୱାରା। ଏଲସୋନନ୍ ଆଉ କ'ଣ